ମୋ ଅନୁଷ୍ଠାନ ତରଫରୁ ଗୁରୁ ଦିବସରେ ଗୁରୁଙ୍କୁ ସମ୍ବର୍ଦ୍ଧିତ। ବାଲେଶ୍ୱର ଜିଲ୍ଲା ଖଇରା କଲେଜ ଛକ ନିକଟ ଗାୟତ୍ରୀ ଶକ୍ତିପୀଠ ପରିସରରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ ପବିତ୍ର ଗୁରୁ ଦିବସରେ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରସାଦ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୌର କଲେଜ ଅଧ୍ୟାପିକା ଡକ୍ଟର ପ୍ରମିଳା ପାତ୍ର ଏବଂ ସାମ୍ବାଦିକ ପଦ୍ମଲୋଚନ ଦାସ ଯୋଗ ଦେଇଥିଲେ। ଗୁରୁ ଶିଷ୍ୟର ପରମ୍ପରା ହେଉଛି ପବିତ୍ର ଗୁରୁ ଦିବସ। ମଞ୍ଚାସୀନ ଅତିଥିମାନେ ଗୁରୁ ଶିଷ୍ୟର ନିବିଡ଼ ସମ୍ପର୍କ ଓ ପରମ୍ପରା ଗୁରୁ ଦିବସ ବିଷୟରେ ବହୁ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ଭରତ ଚନ୍ଦ୍ର ଦାସ, ଭଗବାନ ପାଢ଼ୀ, ଦାମୋଦର ପାଢ଼ୀ, ରଘୁନାଥ ଜେନା, ସୁଦାମଚରଣ ରାଉତ, କୈଳାସ ଚନ୍ଦ୍ର ଷେଣ୍ଢ, ଡକ୍ଟର ପ୍ରମିଳା ପାତ୍ର, ଭଗବାନ ସେଠୀ, ନିରଞ୍ଜନ ପ୍ରସାଦ ବେହେରା ଏବଂ ସାମ୍ବାଦିକ ଗୁରୁ କୈଳାସ ଚନ୍ଦ୍ର ଦାସଙ୍କୁ ମଞ୍ଚାସୀନ ଅତିଥିମାନେ ଉତ୍ତରୀୟ ଓ ମାନପତ୍ର ଦେଇ ଆଦର୍ଶ ଶିକ୍ଷାଗୁରୁ ସମ୍ମାନ 2024ରେ ସମ୍ବର୍ଦ୍ଧିତ କରିଥିଲେ। ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କର ଏଭଳି ମହତ କାର୍ଯ୍ୟକୁ ସମ୍ବର୍ଦ୍ଧିତ ପ୍ରତିଭାମାନେ ଖୁବ୍ ପ୍ରଶଂସା କରିଥିଲେ। ଶକ୍ତିପୀଠର ମୁଖ୍ୟ ସଞ୍ଚାଳକ ଯଜ୍ଞବରାହ ମହାନ୍ତି ହୋଇଥିବା ବେଳେ କାର୍ଯ୍ୟକାରୀ ସଞ୍ଚାଳକ ଜିତେନ୍ଦ୍ର ଦାସ ହୋଇଥିଲେ। ଶ୍ରୀ ଦାସଙ୍କର ଧର୍ମପତ୍ନୀ ଶକୁନ୍ତଳ ମହାନ୍ତି ଏବଂ ଭଉଣୀ କୁଞ୍ଜଲତା ମାହୁନ୍ତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଶେଷରେ ସମ୍ପାଦକଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।